ଦେଖନ୍ତୁ ଓଡ଼ିଶା ଭୁବନେଶ୍ୱର ଏୟାରପୋର୍ଟ ପାଇଁ ଏକ ବିଗ୍ ଭ୍ୟାକେନ୍ସିଟି ରହୁଛି। ଦେଖନ୍ତୁ ଏୟାରପୋର୍ଟ ପାଇଁ ଏକ ପୋଷ୍ଟ ଭ୍ୟାକେନ୍ସି ରହୁଛି, ଯେଉଁଥିରେ କି ଦେଖନ୍ତୁ 299 ଟୋଟାଲ ଭ୍ୟାକେନ୍ସି ରହୁଛି। ତେବେ ଆସନ୍ତୁ ଦେଖିବା କେଉଁ ପୋଷ୍ଟ ପାଇଁ କେତେ ଭ୍ୟାକେନ୍ସି ରହୁଛି। ତେଣୁ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ ଏବଂ ଯେଉଁମାନେ ମୋ ଚ୍ୟାନେଲ ନୂଆ ଅଛନ୍ତି ତ ସେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତ ଆସନ୍ତୁ ଦେଖିବା ଆର ଡିଟେଲ୍ସ କ'ଣ ସବୁ ରହୁଛି। ଯେମିତିକି ପ୍ରଥମେ ଦେଖନ୍ତୁ ଆମେ ଫାର୍ଷ୍ଟ ଡିଟେଲ୍ସ ତ ଦେଖନ୍ତୁ ଷ୍ଟେସନ୍ ରହୁଛି। ଦେଖନ୍ତୁ ଭୁବନେଶ୍ୱର ଭୁବନେଶ୍ୱର ଏୟାରପୋର୍ଟ ପାଇଁ ଏ ଭ୍ୟାକେନ୍ସିଟି ରହୁଛି। ଦେଖନ୍ତୁ ପୋଷ୍ଟ ନେମ୍ ରହୁଛି ହ୍ୟାଣ୍ଡମ୍ୟାନ୍ ପାଇଁ ରହୁଛି ଭ୍ୟାକେନ୍ସି 150ଟି ଏବଂ ହ୍ୟାଣ୍ଡିଓମ୍ୟାନ୍ ପାଇଁ ରହୁଛି 38ଟି ଭ୍ୟାକେନ୍ସି ରହୁଛି ଏବଂ ଜେଆର୍ ଅଫିସର ଟେକ୍ନିକାଲ ପାଇଁ 2ଟି ପୋଷ୍ଟ ରହୁଛି ଏବଂ ରାମ୍ ସର୍ଭିସ ଏକ୍ଜିକ୍ୟୁଟିଭ ଡ୍ରାଇଭ୍ ପାଇଁ ରହୁଛି ଦେଖନ୍ତୁ 27ଟି। ସେହିପରି ନେକ୍ସଟ ଦେଖନ୍ତୁ ଯେ ଜେଆର୍ ଅଫିସର ଟେକ୍ନିକାଲ ପାଇଁ 2ଟି ପୋଷ୍ଟ ରହୁଛି ଏବଂ ରାମ୍ ସର୍ଭିସ ଏକ୍ଜିକ୍ୟୁଟିଭ ରାମ୍ ଡ୍ରାଇଭ୍ ପାଇଁ ରହୁଛି ଦେଖନ୍ତୁ 37ଟି ଭ୍ୟାକେନ୍ସି ଏବଂ ଡ୍ୟୁଟି ମ୍ୟାନେଜର ପ୍ୟାକ୍ସ ପାଇଁ ରହୁଛି 1ଟେ ପୋଷ୍ଟ ଏବଂ ଡ୍ୟୁଟି ଅଫିସ ପ୍ୟାକ୍ସ ପାଇଁ ରହୁଛି 2ଟି ପୋଷ୍ଟ ଏବଂ କଷ୍ଟମର ସର୍ଭିସ ଏକ୍ଜିକ୍ୟୁଟିଭ ପାଇଁ 79ଟି ପୋଷ୍ଟ ରହୁଛି। ତେବେ ଆସନ୍ତୁ ଆଉ ଡିଟେଲ୍ସ କ'ଣ ସବୁ ରହୁଛି, ତେଣୁ ଭିଡ଼ିଓକୁ ଜମାରେ ସ୍କିପ୍ କରିବେ ନାହିଁ। ସେହିପରି ଦେଖନ୍ତୁ ଯେ ଡ୍ୟୁଟି ମ୍ୟାନେଜର ପ୍ୟାକ୍ସ ପାଇଁ ଯେଉଁ ପୋଷ୍ଟ ରହୁଥିଲା ତ ଦେଖନ୍ତୁ କ୍ୱାଲିଫିକେସନ୍ ରହୁଛି ଗ୍ରାଜୁଏଟ୍ କ୍ୱାଲିଫିକେସନ୍ଟି ରହୁଛି ଗ୍ରାଜୁଏଟ୍ ଏନି ୟୁନିଭର୍ସିଟି ୱିଥ୍ ସୁଡୋ ଇୟର୍ସ ଏକ୍ସପିରିଏନ୍ସ ଆପଣଙ୍କର ରହିଥିବା ଦରକାର। ଦେଖନ୍ତୁ ସ୍ୟାଲେରିଟି ରହୁଛି 45,000 ପର ମନ୍ଥ ସ୍ୟାଲେରି ରହୁଛି। ଦେଖନ୍ତୁ ଏଥିରେ ଏଜ୍ ଲିମିଟ୍ଟି ରହୁଛି ମ୍ୟାକ୍ସିମମ୍ 55 ଇୟର୍ସ ଏଜ୍ ଲିମିଟ୍ଟି ରହୁଛି। ସେହିପରି ନେକ୍ସଟ ଆମେ ଦେଖିବା ଡ୍ୟୁଟି ଅଫିସ ପ୍ୟାକ୍ସ ପାଇଁ ଯେଉଁ ରହୁଛି ଦେଖନ୍ତୁ କ୍ୱାଲିଫିକେସନ୍ ଗ୍ରାଜୁଏଟ୍ ଫ୍ରମ୍ ରେକଗ୍ନାଇଜ୍ଡ ୟୁନିଭର୍ସିଟି ୱିଥ୍ 12 ଇୟର୍ସ ଏକ୍ସପିରିଏନ୍ସ ଆପଣଙ୍କର ରହିଥିବା ଦରକାର। ଦେଖନ୍ତୁ ଏଥିରେ ସ୍ୟାଲେରିଟି ରହୁଛି 32,200 ପର ମନ୍ଥ ସ୍ୟାଲେରି ରହୁଛି ଏବଂ ଏଜ୍ ରହୁଛି ଦେଖନ୍ତୁ ମ୍ୟାକ୍ସିମମ୍ 50 ଇୟର ଏଜ୍ ଲିମିଟ୍ଟି ମ୍ୟାକ୍ସିମମ୍ 50 ଇୟର ଏଜ୍ ଲିମିଟ୍ଟି ରହୁଛି। ସେହିପରି ନେକ୍ସଟ ଆମେ ଦେଖିବା ନେକ୍ସଟ ଦେଖନ୍ତୁ କଷ୍ଟମର ସର୍ଭିସ ଏକ୍ଜିକ୍ୟୁଟିଭ ପାଇଁ କ୍ୱାଲିଫିକେସନ୍ଟି ରହୁଛି ଦେଖନ୍ତୁ ଗ୍ରାଜୁଏଟ୍ ରେକଗ୍ନାଇଜ୍ଡ ୟୁନିଭର୍ସିଟି 10+2 ଏବଂ +3 ପାସ୍ ଆପଣଙ୍କର କ୍ୱାଲିଫିକେସନ୍ଟି ରହୁଛି। ଦେଖନ୍ତୁ ସ୍ୟାଲେରି ରହୁଛି 24,960 ସ୍ୟାଲେରିଟି ରହୁଛି। ଦେଖନ୍ତୁ ଏଜ୍ ଲିମିଟ୍ ରହୁଛି 28 ଇୟର ମ୍ୟାକ୍ସିମମ୍ ଏଜ୍ଟି ରହୁଛି। ସେହିପରି ନେକ୍ସଟ ଦେଖନ୍ତୁ ଜେଆର୍ ଟେକ୍ନିକାଲ ପାଇଁ କ୍ୱାଲିଫିକେସନ୍ଟି ରହୁଛି ବ୍ୟାଚଲର ଅଫ୍ ଇଞ୍ଜିନିୟର ମେକାନିକାଲ ଅଟୋମୋବାଇଲ ପ୍ରୋଡକ୍ସନ୍ ଇଲେକ୍ଟ୍ରୋନିକ ଇଲେକ୍ଟ୍ରିକାଲ ରହୁଛି। ଦେଖନ୍ତୁ ସ୍ୟାଲେରିଟି ରହୁଛି 29,760 ସ୍ୟାଲେରି ପର ମନ୍ଥ ରହୁଛି ଏବଂ ଏଜ୍ ଲିମିଟ୍ଟି ରହୁଛି 28 ଇୟର ମ୍ୟାକ୍ସିମମ୍ ଏଜ୍ ରହୁଛି। ସେହିପରି ନେକ୍ସଟ ଦେଖନ୍ତୁ ରାମ୍ ସର୍ଭିସ ଏକ୍ଜିକ୍ୟୁଟିଭ ପାଇଁ ରହୁଛି କ୍ୱାଲିଫିକେସନ୍ ରହୁଛି ITI ଆପଣଙ୍କ 3 ଇୟର୍ସ ଏକ୍ସପିରିଏନ୍ସ ଆପଣଙ୍କର ରହିଥିବା ଦରକାର। ଦେଖନ୍ତୁ ସ୍ୟାଲେରିଟି ରହୁଛି 24,960 ପର ମନ୍ଥ ସ୍ୟାଲେରି ରହୁଛି। ମୋ ଏଜ୍ ରହୁଛି ଦେଖନ୍ତୁ ମୋ ଏଜ୍ଟି ରହୁଛି 28 ଇୟର ମ୍ୟାକ୍ସିମମ୍ ଏଜ୍ଟି ରହୁଛି। ସେହିପରି ନେକ୍ସଟ ଦେଖନ୍ତୁ ଆଣ୍ଟିଲିଟି ଏଜେଣ୍ଟ କାପ୍ ରାମ୍ ଡ୍ରାଇଭ୍ ପାଇଁ ରହୁଛି ଦେଖନ୍ତୁ କ୍ୱାଲିଫିକେସନ୍ ରହୁଛି SSC 10 ଆପଣଙ୍କ 10 କ୍ଲାସ୍ ପାସ୍ ଆପଣଙ୍କର ଥିବା ଦରକାର। ଦେଖନ୍ତୁ ସ୍ୟାଲେରି ରହୁଛି 21,270 ପର ମନ୍ଥ ସ୍ୟାଲେରି ରହୁଛି। ଏଜ୍ ରହୁଛି ଦେଖନ୍ତୁ ମ୍ୟାକ୍ସିମମ୍ 28 ଇୟର୍ସ ଆପଣଙ୍କ ଏଜ୍ଟି ରହୁଥିବା ଦରକାର। ସେହିପରି ନେକ୍ସଟ ଦେଖନ୍ତୁ ଆଉ ଡିଟେଲ୍ସ କ'ଣ ରହୁଛି। ସେହିପରି ନେକ୍ସଟ ଦେଖନ୍ତୁ ହାଇଡ଼ମ୍ୟାନ୍ ଏବଂ ହାଇଡ଼ଓମ୍ୟାନ୍ ପାଇଁ ଯେଉଁ କ୍ୱାଲିଫିକେସନ୍ ରହୁଛି 10 କ୍ଲାସ୍ ପାସ୍ ଏବଂ ଦେଖନ୍ତୁ ଏଥିରେ ଆପଣଙ୍କ ମୋଷ୍ଟ ଏବୁଲ୍ ଟୁ ଅଣ୍ଡରଷ୍ଟାଣ୍ଡ ଇଂଲିଶ ଲାଙ୍ଗୁଏଜ ଆପଣଙ୍କୁ ଇଂଲିଶ ଲାଙ୍ଗୁଏଜ ଆପଣଙ୍କର ବୁଝିଥିବା ଦରକାର, ପଢ଼ିକିନା ଆପଣଙ୍କୁ ଯେମିତି ବୁଝିପାରୁଥିବା ଦରକାର। ତ ଦେଖନ୍ତୁ ସ୍ୟାଲେରି ରହୁଛି 18,840 ପର ମନ୍ଥ ସ୍ୟାଲେରି ରହୁଛି। ତ ଏଜ୍ ରହୁଛି ଦେଖନ୍ତୁ
OTC और मैक्सिमम HD रोचे से पूरे नेक्स्ट आम देखा देखु जो एप्लिकेशन ऑलरेडी स्टार्ट हो सारी एप्लिकेशन लास्ट डेट टी रोची 3/3/2024 एप्लिकेशन लास्ट डेट टी रोची। तेणु आपण मानक जदि वीडियो को भल लगे वीडियो को गोटे लाइक करंतु एवं जो माने मो चैनल प्रथम थर विजिट करथिले से माने चैनल को सब्सक्राइब करि नेबे।